ଦିବ୍ୟ ସଂଯୋଗର ଦିବ୍ୟତା ନିଜେ ନିଜର ଗାରିମାକୁ ପ୍ରକାଶ କରୁଛି। ଦିବ୍ୟ ସଂଯୋଗ ତା'ର ପ୍ରଥମ ବାର୍ଷିକୀ ପାଳନ ପରେ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିସାରିଛି। ଦ୍ୱିତୀୟ ବର୍ଷର ଦ୍ୱିତୀୟ ଅଧ୍ୟାୟରେ ପଦାର୍ପଣ କଲାବେଳେ ଅନୁଭବ କଲି ସତେ ଯେମିତି ଏହା ଆପଣଙ୍କ ମାନସ କନ୍ୟାକୁ ଏତେ ସୁନ୍ଦର ଭାବରେ ଅଳଙ୍କୃତ କରି ଆମ ସମ୍ମୁଖରେ ଉପସ୍ଥାପନା କରୁଛନ୍ତି। ଏକ ଦିବ୍ୟ କନ୍ୟାର ଦିବ୍ୟ ଭାବନା ସମସ୍ତଙ୍କୁ ଏକ ଦିବ୍ୟ ଅନୁଭବ ସହ ଅନନ୍ୟ ଜଗତରେ ପହଞ୍ଚାଇ ପାରିଛି। ପରୀରାଇଜର କାହାଣୀ ପରି, ଯାହାକୁ ସରଳ ଭାବରେ ଜଣେ ସାଧାରଣ ମଣିଷକୁ ଏକ ଭିନ୍ନ ଜଗତକୁ ପହଞ୍ଚାଇ ପାରିଛି। ସୁପ୍ତ ମନକୁ ଜାଗ୍ରତ କରି ଆଧ୍ୟାତ୍ମିକ ସ୍ତରକୁ ବା ହାଇ ଲେଭେଲ୍ ଏନର୍ଜି ସହ କନେକ୍ଟ କରିପାରିଛି। ପ୍ରଥମ ଅଧ୍ୟାୟରେ ବେଦ ଉପରେ ସୁନ୍ଦର ବ୍ୟାଖ୍ୟା। ସମାଜର ତଥାକଥିତ ଉଚ୍ଚ ପଦାଧିକାରୀମାନେ କିଭଳି ଭାବରେ ନିଜର ପ୍ରତିପତ୍ତି ବିସ୍ତାର କରିବା ପାଇଁ ଏକ ଅନ୍ଧବିଶ୍ୱାସର ବଶବର୍ତ୍ତୀ କରିଛନ୍ତି ସାଧାରଣ ଲୋକଙ୍କୁ, ତାହା ସ୍ପଷ୍ଟ ବାରି ହେଉଛି। କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନରୁ ହିଁ ଆସିଥାଏ। ଗାୟତ୍ରୀ ମନ୍ତ୍ରକୁ ଫିଲୋସଫିକ୍ ଦୃଷ୍ଟିରୁ ଯାହା ବୁଝେଇଲେ ତାହା ଅବର୍ଣ୍ଣନୀୟ। କେବଳ ଆମେ ବାହ୍ୟ ଦୃଷ୍ଟିରୁ ଗ୍ରହଣ କରୁଥିଲୁ। ବାସ୍ତବିକ ଭାବେ ଭାବିଲେ ତା'ର ଅର୍ଥ ଅଲଗା। ଏସବୁ ଜିନିଷ ଜାଣିଲା ପରେ ବହୁତ କିଛି ପରିବର୍ତ୍ତନ ନିଜ ଭିତରେ ହେଉଛି। ସେହିପରି ଦ୍ୱିତୀୟ ଅଧ୍ୟାୟରେ ଯେଉଁ 10ଟି ପଏଣ୍ଟକୁ ନେଇ ଆଲୋଚନା କଲେ ତାହା ମଧ୍ୟ ଅତ୍ୟନ୍ତ ସାରଗର୍ଭକ। ଏ ବିଶ୍ୱ ବ୍ରହ୍ମାଣ୍ଡରେ କୀଟଠୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କର ଅସ୍ତିତ୍ୱ ଅଛି। ଯେତେବେଳେ ଅସ୍ତିତ୍ୱ ଉପରେ କୁଠାରାଘାତ ହୁଏ ସେତେବେଳେ ବିଶ୍ୱ ବ୍ରହ୍ମାଣ୍ଡରେ ହଲଚଲ ସୃଷ୍ଟି ହୋଇଥାଏ। ଆତ୍ମସାକ୍ଷାତକାର ନିଜକୁ ଜାଣିବା ଚେତନାକୁ ଜାଗ୍ରତ କଲେ ଆନ୍ତରିକ ଜାଗୃତି ହେବ। ଆଉ ଆନ୍ତରିକ ଜାଗୃତି ହେଲେ ସବୁଆଡ଼େ ଆମକୁ ସୁନ୍ଦର ଦିଶିବ। ନା କିଏ ପର ନା କିଏ ଆପଣାର। ବିଶ୍ୱକୈନ୍ଦ୍ରିକ ମନୋଭାବ ସୃଷ୍ଟି ହେବ। ପ୍ରତ୍ୟେକ କର୍ମ ଶକ୍ତିମୟ ଫଳ ସୃଷ୍ଟି କରେ। ତେବେ ଆମେ କାହିଁକି ଆମର କ୍ରିୟମାଣ କର୍ମକୁ ସୁଧାରିବାକୁ ଚେଷ୍ଟା ନ କରିବା? ଅନେକ ଆଶୀର୍ବାଦର ସ୍ୱରୂପ ମଣିଷ ଜନ୍ମ। ଆମେ ନିଜେ ନିଜର କର୍ମକୁ ବାଛି ଆସିଛୁ। ଏତିକି ଜାଣିଲା ପରେ ଆମେ ନିଜେ ନିଜର ଆତ୍ମାର ବିକାଶରେ ଲାଗି ପଡ଼ିଲେ ଏ ଜନ୍ମ ନିଶ୍ଚିତ ସାର୍ଥକ ହେବ। 10ଟି ପଏଣ୍ଟ ଭିତରୁ ମୋ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଛି ଡିଭାଇନ୍ ପ୍ରେମ, ଯାହାକି ହାଇ ଲେଭେଲ୍ ଅଫ୍ ସ୍ପିରିଚୁଆଲ୍ ଏନର୍ଜି। ଆତ୍ମପ୍ରେମ ହିଁ ବାହ୍ୟ ପ୍ରେମକୁ ସଂଯୋଗ କରିଥାଏ। ଆମେ ଈଶ୍ୱରଙ୍କ ସନ୍ତାନ। ଆମ ଭିତରେ ଦିବ୍ୟ ପ୍ରେମ ଜାଗ୍ରତ ହେଲେ ସବୁକିଛି ଆମକୁ ଅମୃତମୟ ଲାଗିବ। ଆମର ବ୍ୟବହାର, ଖାଦ୍ୟ, ପାନୀୟ, ଦୃଷ୍ଟି ସବୁକିଛି ଅମୃତମୟ। ସେତେବେଳେ ଆମ ଭିତରେ ଅହଙ୍କାର ଆସିବ କେଉଁଠୁ? ଆମେ ଅହଙ୍କାରକୁ ଅତିକ୍ରମଣ କରି ସାରିଥିବା। ଦିବ୍ୟ ପ୍ରେମର ଏ ଡିଭାଇନ୍ ଲଭ୍ ଏକ ସୁନ୍ଦର ପୃଥିବୀ ଆମ ଚତୁଃପାର୍ଶ୍ୱରେ ସୃଷ୍ଟି କରିପାରୁଛି। ଯୁଆଡ଼କୁ ଦେଖିଲେ କେବଳ ଅମୃତ ହିଁ ଅମୃତ। ଯାହାଙ୍କ ମୁଖରୁ ଏ ଅମୃତମୟ ବାଣୀ ସ୍ଫୁରଣ ହେଉଛି ତାଙ୍କୁ ମୋର ହୃଦୟର ପ୍ରଣାମ। ଧନ୍ୟବାଦ। ଦିବ୍ୟ ସଂଯୋଗ ଶ୍ରେଣୀର ସମସ୍ତ ସାଧକ ସାଧିକାମାନଙ୍କୁ ନରନାରାୟଣ ରୂପରେ ପ୍ରଣାମ ଜଣାଉଛି। ଦିବ୍ୟ ସଂଯୋଗ ଶ୍ରେଣୀର ବିଷୟବସ୍ତୁକୁ ନେଇ ଯାହା ମୋ ମନରେ ଭାବାନ୍ତର ହୋଇଛି ତାହା ଉପସ୍ଥାପନା କରୁଛି। ଭୁଲ ଥିଲେ ଅନ୍ତରରୁ କ୍ଷମା କରିବେ। କାରଣ ମୁଁ ଏକ ଲେଖିକା ନୁହେଁ, କେବଳ ଅନ୍ତରର ଭାଷାକୁ ବ୍ୟକ୍ତ କରିବାକୁ ପ୍ରୟାସ ମାତ୍ର। ଧନ୍ୟବାଦ।